ନାହିଁ ନାହିଁର ଗାଁ ଗୋଳାବନ୍ଧ। ସ୍ୱାଧୀନତାର 75 ବର୍ଷ ପରେ ବି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଏପରି ଗାଁ ଅଛି ଯେଉଁ ଗାଁର ଆଦିବାସୀ ଲୋକେ ଗମନାଗମନ ଓ ବିଦ୍ୟୁତ୍ ସେବା ଭଳି ମୌଳିକ ସେବାରୁ ବଞ୍ଚିତ ରହିଛନ୍ତି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ କୋଳପଡ଼ା ପଞ୍ଚାୟତ ଅନ୍ତର୍ଗତ ଗୋଳାବନ୍ଧ ଗାଁରେ ଦେଖିବାକୁ ମିଳିଛି ଏହିଭଳି ପରିସ୍ଥିତି। ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଗାଁକୁ ସବୁଦିନିଆ ରାସ୍ତା ଖଣ୍ଡ ହୋଇପାରିଲା ନାହିଁ। ଫଳରେ ସାମାନ୍ୟ ବର୍ଷାରେ ବି ରାସ୍ତାରେ ପାଣି କାଦୁଅ ଭରି ରହୁଛି। ଫଳରେ ଗାଡ଼ି ଘୋଡ଼ା ଯିବା ତ ଦୂରର କଥା, ଖାଲି ପାଦରେ ଚାଲିଯିବା ମଧ୍ୟ ସମ୍ଭବ ହେଉନାହିଁ। ଏହାଛଡ଼ା ଜରୁରୀକାଳୀନ ପରିସ୍ଥିତିରେ ଗାଁକୁ ଆମ୍ବୁଲାନ୍ସଟି ଆସିବା ମଧ୍ୟ ଅସମ୍ଭବ ହୋଇପଡ଼ୁଛି। ଏପରି ପରିସ୍ଥିତିରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା। ଏ ବାବଦରେ ଆପତ୍ତି ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କ ସମସ୍ୟାର ସମାଧାନ ସମ୍ଭବ ହୋଇପାରିନଥିବା ଅଭିଯୋଗ ହୋଇଛି। ପଞ୍ଚାୟତ ଗୋଳାବନ୍ଧରୁ କହୁଛି। କ'ଣ ଏଇ କେତେ ବର୍ଷ ହେଲା ଏମିତି ଲାଇନ୍ ଅସୁବିଧା ହେଇକି କେତେଟା? ଗୋଟେ ବର୍ଷ ପରେ ହେଇଗଲାଣି। ଆମ ଗାଁରେ ଯେଉଁ ଷ୍ଟ୍ରିଟ୍ ଲାଇଟ୍ ଲାଗିଛି, ସରପଞ୍ଚକୁ ଖୋସାମତ କଲେ ବି ହେବନି, ନାୟବ ସରପଞ୍ଚକୁ ଖୋସାମତ କଲେ, ଏମିତି ବିଡ଼ିଓ ପାଖକୁ ବି ଯାଇକି ମିଟ୍ କରିଛୁ। ବିଡ଼ିଓ କହିଲେ ହଉ ଲାଇଟ୍ ବ୍ୟବସ୍ଥା କରିବା ସରପଞ୍ଚକୁ କହିକି, ଆଉ କହିଲା ବେଳକୁ ସେମାନେ କହୁଛନ୍ତି ହଁ ସବୁ ପଞ୍ଚାୟତ କାମ ଚାଲିଛି ଆଉ ଦିଆହେବ ଲାଇଟ୍। ଗୋଟେ ବର୍ଷ ହେଇଗଲାଣି। କେତୋଟି ଲାଇଟ୍ ଏମିତି ଅନ୍ଧାର ହେଇକି ଅଛି? ସବୁ ଲାଇଟ୍ ତ ଜଳୁନି ଗୋଟେ ବି। ପାଖାପାଖି କେତେଟା ହେବ? ପାଖାପାଖି ହେବ ବୋଧେ 8-10ଟା କେତେ ହେବ ନା। ହଁ। ଆଚ୍ଛା, କ'ଣ ଦାବି ରହୁଛି ବର୍ତ୍ତମାନ ଆପଣଙ୍କର? ଲାଇଟ୍ ବ୍ୟବସ୍ଥା। ସରପଞ୍ଚ କ'ଣ ଏ ବାବଦରେ କହୁଛନ୍ତି? ସରପଞ୍ଚ କହିଲା ବେଳକୁ କହୁଛନ୍ତି ହଁ ବ୍ୟବସ୍ଥା କରାଯିବ, ନହେଲେ ନିଜେ ମିସ୍ତ୍ରୀ ଆଣିକି ଦେଖାନ୍ତୁ, ନହେଲେ ଆମେ ଖର୍ଚ୍ଚଟା ଦେଇଦେବୁ। ବିଡ଼ିଓ କ'ଣ କହିଲେ? ବିଡ଼ିଓ ବି କହିଲେ ହଁ ସେ ବାବଦରେ ସରପଞ୍ଚଙ୍କ ସହିତ କଥା ହେଉଛୁ, କିନ୍ତୁ କିଛି ହେଲାନି। କିଛି ହେଇନି। ଆପଣ ଦେଖୁଛନ୍ତି, ନିଜେ ତ ଆସିଛନ୍ତି ମିଡ଼ିଆ ବାଲା, ଆପଣ ଦେଖନ୍ତୁ କ'ଣ ହେଇଛି ନ ନାହିଁ। ଭସାଣି ଯେତେବେଳେ ଭାଲୁକୁଣି ଭସାଣି ହେଲା ସେତେବେଳେ ପୋଖରୀ ପାଖରେ ଗୋଟେ ଲାଇଟ୍ ମାତ୍ର ଲାଗିଛି, ତାପରେ ଶେଷ। ହଉ, ଧନ୍ୟବାଦ। ଦୁଶାସନ ନାୟକ, ଘର ଗୋଳାବନ୍ଧ। ଏଇ ଗୋଳାବନ୍ଧ ଯେଉଁ ଆମ କରଞ୍ଜିଆ ମୁଖ୍ୟ ରାସ୍ତାରୁ ଏଇ ରାସ୍ତା ଅବସ୍ଥା କେତେ ଦିନ ଏମିତି ହେଇକି ଅଛି, କ'ଣ ଟିକେ ସମସ୍ୟା କହିଲେ? ଲୋକ ପ୍ରାୟ ଆଜକୁ ସାର୍ 50-60 ବର୍ଷ ହେଇଗଲାଣି ଏଇ ଗାଁର ରାସ୍ତା ଏମିତି ପଡ଼ି ରହିଛି। ୟାର କୌଣସି ଗୁରୁତ୍ୱ ଦେଉନାହାନ୍ତି। କ'ଣ ଏ ବାବଦରେ ଲୋକମାନେ କାହାକୁ ଜଣେଇଛନ୍ତି କ'ଣ କେମିତି? ହଁ, ସମସ୍ତଙ୍କୁ ସାର୍ ଜଣା ହେଇଛି, ସମସ୍ତଙ୍କୁ ସାର୍ ଜଣା ହେଇଛି, କିନ୍ତୁ ସେମିତି ଆଖି ଦୃଶିଆ ପଦକ୍ଷେପ ଏଇ ରାସ୍ତା ଉପରେ କେହି କିଛି ନେଇନାହାନ୍ତି। କ'ଣ ଦାବି ବର୍ତ୍ତମାନ ରହିବ ଗାଁ ଲୋକ ହିସାବରେ ଆପଣଙ୍କର? ଯାହାହେଲେ ବି ମୋର ଦାବି ରହିବ ଯେ ଗାଁ ରାସ୍ତାଟା କେମିତି ଟିକେ ଯଦି ଭଲ ହେଇପାରନ୍ତା, ସମସ୍ତେ ଟିକେ ଶାନ୍ତିରେ ଯା ଆସ କରିପାରନ୍ତେ, ଯାହା ଫଳରେ କି ଆମର ଏଠି ମେଡ଼ିକାଲ, ସ୍କୁଲ, ଛୋଟ ପିଲାମାନେ ଯାଇପାରୁନାହାନ୍ତି କି ମେଡ଼ିକାଲ ଗୋଟେ ଆମ୍ବୁଲାନ୍ସ ଆମ ଗାଁକୁ ଆସିପାରୁନି। ଏଇ ଅସୁବିଧାରେ ପ୍ରାୟ ଆମେ ସବୁଦିନ ହିଁ। ଘର କ'ଣ ଏଇ ଲାଇଟ୍ ସମସ୍ୟା ହେଇଛି ଟିକେ କହିଲେ ମାଉସୀ? ଏଇଟା ଅନ୍ଧାର ହେଇଛି, ସବୁବେଳେ ଆମେ ଅନ୍ଧାର ଚାଲୁଛୁ, ଟର୍ଚ୍ଚ ଖଣ୍ଡେ ଧଇନେ ଚାଲୁଛୁ, ନହେଲେ ନାହିଁ। କେତେ ଦିନ ହେଲା ଏମିତି ହେଲାଣି? ବର୍ଷେ 2 ବର୍ଷ ହେଇଗଲାଣି। କାହାକୁ ଏ ବାବଦରେ ଜଣେଇଛନ୍ତି? କ'ଣ ଜଣେଇଥିଲୁ ଯେ କହିଥିଲେ ଯେ ଦେଇଥିଲେ, ପୁଣି ଖରାପ ହେଇଗଲା। କ'ଣ ଚାହୁଁଛନ୍ତି ବର୍ତ୍ତମାନ ଆପଣଙ୍କର ଦାବି କ'ଣ? ଆସିବ ଯଦି ଆଲୁଅ ଆସିବ, ଆଉ କ'ଣ। ଧନ୍ୟବାଦ। ତେବେ ଏ ସମ୍ପର୍କରେ ଆନନ୍ଦପୁର ବ୍ଲକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ସେ କହିଛନ୍ତି ଯେ ଏହି ରାସ୍ତା କାମ ପାଇଁ ସବୁ ପ୍ରକାର ପ୍ରାରମ୍ଭିକ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ଓ ଖୁବ୍ ଶୀଘ୍ର ରାସ୍ତା କାମ କରାଯିବା ସହ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ। ଆପଣ ଯେଉଁ ଗୋଳାବନ୍ଧ କୋଟପଡ଼ାର ରାସ୍ତା ସମସ୍ୟା କଥା କହିଲେ, ପ୍ରଥମ ଫାଷ୍ଟ ରୋଡଟା সেটা ମୁଁ ଆଗରୁ ଅବଗତ ଥିଲି। ସୋ ସେଟା ଆମର ବିଜେପି ବିକଶିତ ଗାଁ ବିକଶିତ ଓଡ଼ିଶା ପ୍ରୋଗ୍ରାମରେ ଇନକ୍ଲୁଡ୍ କରାଯାଇଛି। ସେଠି ରୋଡ୍ ହେଇଯିବ, ବହୁତ ଶୀଘ୍ର ରୋଡ୍ ହେଇଯିବ। ଅଲରେଡି ସବୁ ଜିନିଷ ତା ପାଇଁ ଯୋଉ ଆମର ଥିଲା ସେ ସବୁ କମ୍ପ୍ଲିଟେଡ୍ ହେଇଯାଇଛି, ପ୍ରିଲିମିନାରୀ ମାଣ୍ଡେଟୋରୀ ଜିନିଷ। ସେଟା ରୋଡ୍ଟା ହେଇଯିବ। ଆଉ ଗୋଟେ ସେକେଣ୍ଡ ରହିଲା ଆପଣ ଯୋଉଟା ଇଲେକ୍ଟ୍ରିସିଟି କଥା କହୁଛନ୍ତି, ଇଲେକ୍ଟ୍ରିସିଟିଟା ଜେନେରାଲି ଟିପିଏନ୍ଓଡିଏଙ୍କ ସହିତ ମୋତେ କଥା ହେବା ପାଇଁ ଟିକେ ପଡ଼ିବ। ଟିପିଏନ୍ଓଡିଏଙ୍କ ସହିତ କଥା ହେଲା ପରେ ମୁଁ ତାଙ୍କୁ ମୋ ତରଫରୁ ବି ଆପ୍ରୋଚ୍ କରିବି, ସୋ ଦ୍ୟାଟ୍ ଇଲେକ୍ଟ୍ରିସିଟି କନେକ୍ସନ୍ ହେଇପାରିବ। ସାର୍, ଆନନ୍ଦପୁରରୁ ଟୁକୁ ଜେନାଙ୍କ ରିପୋର୍ଟ, ଖୋଲା ଖବର ଟିଭି।